ସୂର୍ଯ୍ୟ ଉପାସନାର ପର୍ବ ଶାମ୍ବ ଦଶମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠାରେ 12 ମାସରେ 13 ପର୍ବ ପାଳନ କରାଯାଇଥାଏ। ଶୀତଦିନିଆ ପର୍ବ ମଧ୍ୟରେ ଶାମ୍ବ ଦଶମୀ ଅନ୍ୟତମ। ସୂର୍ଯ୍ୟଙ୍କର ଉପାସନାର ପର୍ବ ବୋଲି ମଧ୍ୟ କୁହାଯାଏ। ପୌରାଣିକ କଥାବସ୍ତୁ ଅନୁଯାୟୀ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବଙ୍କୁ ରୋଗମୁକ୍ତ କରିବା ଲାଗି ତାଙ୍କ ମା ଜାମ୍ବବତୀ ପୌଷ ଶୁକ୍ଳ ଦଶମୀରେ ସୂର୍ଯ୍ୟ ଉପାସନା କରିଥିଲେ। ଏଥିପାଇଁ ଏହି ପର୍ବକୁ ଶାମ୍ବ ଦଶମୀ କୁହାଯାଏ। ଏଥିସହିତ ଏହି ପର୍ବରେ ଘାଣ୍ଟ ମଧ୍ୟ ସୂର୍ଯ୍ୟଙ୍କୁ ଲାଗି କରାଯାଇଥାଏ, ଯାହା ବିଭିନ୍ନ ପରିବା ମିଶ୍ରଣରେ ପ୍ରସ୍ତୁତ କରାଯାଇଥାଏ। ଏହାକୁ ଗାଁ ଗହଳିରେ ଘଡ଼ଘଡ଼ା ତିଅଣ ମଧ୍ୟ କୁହାଯାଏ। ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ଘାଣ୍ଟ ବା ଘଡ଼ଘଡ଼ା ତିଅଣ। ତେବେ ନାରୀମାନେ ନିଜର ସନ୍ତାନଙ୍କର ମଙ୍ଗଳ କାମନା କରି ଶାମ୍ବ ଦଶମୀ ପର୍ବ ନିଷ୍ଠାର ସହିତ ପାଳନ କରନ୍ତି। ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ 3 ସ୍ଥିତିକୁ ଲକ୍ଷ୍ୟ କରି ଘରେ 3 ପ୍ରକାରର ଧୂପ ବା ପୂଜା କରିବା। ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ। ହିନ୍ଦୁ ନାରୀ ଶୁଦ୍ଧପୂତ ଏବଂ ଶୁଚିମନ୍ତ ହୋଇ ଏହି ମୁହୂର୍ତ୍ତରେ ଫଳମୂଳ, ବିଭିନ୍ନ ମିଷ୍ଟାନ୍ନ ଆଦି ପିଲାମାନଙ୍କ ନାମରେ ଲାଗି କରିଥାନ୍ତି। ମଧ୍ୟାହ୍ନ ଧୂପରେ ଘାଣ୍ଟ ତରକାରୀ, ପିଠା, ମିଠା ଆଦି ବାଇଗଣ ପତ୍ରରେ 7ଟି ମୁଣ୍ଡଳରେ ଭୋଗ ବାଢ଼ି ପୂଜାର୍ଚ୍ଚନା ପରେ ଗାଁର ଛୋଟ ପିଲାମାନେ ଏହି ଭୋଗ ଲାଗିକୁ ଖାଇଥାନ୍ତି। ଏହା ହେଲା ଆମ ଓଡ଼ିଶାର ଘରେ ଘରେ ପାରମ୍ପରିକ ସୂର୍ଯ୍ୟ ପୂଜାର ଏହି ମହାନ ପର୍ବ ଶାମ୍ବ ଦଶମୀର କଥା।